ବର୍ତ୍ତମାନ ଆଟ୍ ଦି ହାଇ ସ୍କୁଲର ପାର୍ଟ 3 ମୁଁ ପଢ଼ାଇବାକୁ ଯାଉଛି। ଯେଉଁମାନେ ପାର୍ଟ 1 ଏବଂ ପାର୍ଟ 2 ଦେଖି ସାରିଥିବେ ସେଇମାନେ ହିଁ ପାର୍ଟ 3 ଦେଖିଲେ ବୁଝିପାରିବେ। Sanskrit, however, proved a harder task. ଯାହା ହେଉ ନା କାହିଁକି ସାଂସ୍କ୍ରିଟଟି ତାଙ୍କ ପାଇଁ କଷ୍ଟକର ବିଷୟ ଥିଲା। In geometry, there was nothing to memorize. ଜ୍ୟାମିତିରେ କୌଣସି କିଛି ନଥିଲା ସେମିତି ମୁଖସ୍ଥ କରିବା ପାଇଁ। ମେମୋରାଇଜ୍ ମୁଖସ୍ଥ କରିବା ପାଇଁ। Whereas in Sanskrit, କିନ୍ତୁ ଅନ୍ୟ ପକ୍ଷରେ ସାଂସ୍କ୍ରିଟରେ ବହୁତ କିଛି ମୁଖସ୍ଥ କରିବାକୁ ପଡ଼େ। I thought everything had to be learnt by heart. ସେ ଭାବୁଥିଲେ ସବୁ କିଛି ତାଙ୍କୁ ମୁଖସ୍ଥ କରିବାକୁ ପଡ଼ିବ। Learn by heart. This subject was also commenced from the 4th standard. commenced ଆରମ୍ଭ ହୋଇଥିଲା। commenced ଆରମ୍ଭ ହୋଇଥିଲା। commenced ଆରମ୍ଭ ହୋଇଥିଲା। ଏହି ବିଷୟଟି ଯଦିଓ ଚତୁର୍ଥ ଶ୍ରେଣୀରୁ ଆରମ୍ଭ ହୋଇଥିଲା ତଥାପି ତାଙ୍କୁ କଷ୍ଟ ଲାଗୁଥିଲା। As soon as I entered the 6th, ସେ ଷଷ୍ଠ ଶ୍ରେଣୀରେ ପ୍ରବେଶ କରିବା କ୍ଷଣି entered the 6th, I became disheartened. disheartened ହତୋତ୍ସାହ ହୋଇପଡ଼ିବା, hopeless ହୋଇଯିବା। The teacher was a hard task master. ଶିକ୍ଷକ ଜଣକ ଥିଲେ ଜଣେ ହାର୍ଡ଼ ଟାସ୍କ ମାଷ୍ଟର। ତାମାନେ ପାଠ ପଢ଼ା ଦେଇ ଜୋର ଜବରଦସ୍ତ ଆରମ୍ଭ କରୁଥିଲେ, ଆଦାୟ କରୁଥିଲେ। anxious ଏବଂ ପ୍ରବଳ ଆଗ୍ରହୀ ଥିଲେ ପାଠପଢ଼ା ଆଦାୟ କରିବାରେ। As I thought to force the boys, ବଳପୂର୍ବକ ପାଠପଢ଼ା ଆଦାୟ କରୁଥିଲେ। There was a sort of rivalry ପ୍ରତିଦ୍ୱନ୍ଦ୍ୱିତା going on between the Sanskrit and the Persian teachers. ସଂସ୍କୃତ ଓ ପର୍ସିଆନ ବୋଲେ ହିନ୍ଦୀ ଶିକ୍ଷକଙ୍କ ମଧ୍ୟରେ କ'ଣ ଥିଲା ନା ପ୍ରତିଦ୍ୱନ୍ଦ୍ୱିତା ଥିଲା, ରାଇଭାଲାରୀ। ତ ପର୍ସିଆନ ଟିଚର ୱାଜ lenient ସହଜ, ଭାରି ସରଳ ଥିଲେ କମ୍ପେୟାର ଟୁ Sanskrit teacher. The boys used to talk among themselves. ପିଲାମାନେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲେ ଯେ ପର୍ସିଆନ ୱାଜ ଭେରି ଇଜି, ହିନ୍ଦୀ ଭାରି ସହଜ ଥିଲା ବା ଉର୍ଦ୍ଦୁ ବିଷୟ ଭାରି ସହଜ ଥିଲା। and the Persian teacher was very good. ଏବଂ ହିନ୍ଦୀ ଶିକ୍ଷକ ମଧ୍ୟ ଭାରି ଭଲ ଥିଲେ ଏବଂ considerate to the students, ଭାରି ବିଚାରବନ୍ତ ଥିଲେ, considerate to the students. The easiness tempted me. easiness ହେଲା ଏଇ ସବୁ ଯେଉଁ ସହଜ ବିଷୟ ଥିଲା ସହଜ ଏବଂ ଶିକ୍ଷକ ମଧ୍ୟ ଥିଲେ ସହଜ। ଏଇ ସହଜ ହିଁ ତାକୁ ପ୍ରଲୋଭିତ କରିଥିଲା, tempted ପ୍ରଲୋଭିତ କରିଥିଲା। and one day I sat in the Persian class. ଏବଂ ଦିନେ ସେ ଯାଇ ପର୍ସିଆନ କ୍ଲାସରେ ବସି ପଡ଼ିଥିଲେ। ଏ ବିଷୟରେ ସାଂସ୍କ୍ରିଟ ଟିଚର ଜାଣିବାକୁ ପାଇଲେ ଏବଂ the Sanskrit teacher was grieved, ମନ ଦୁଃଖ କଲେ। He called him to his side and said, ତାକୁ ପାଖକୁ ଡାକିଲେ ଏବଂ କହିଲେ, how can you forget that you are the son of a Vaishnava father?
ତାଙ୍କୁ ଏହି କଥା ପଚାରିଥିଲେ କିପରି ସେ ଭୁଲି ଯାଉଛି, ଫରଗେଟ୍ ହେଲା ଭୁଲିଯିବା, ଯେ ସେ ଗୋଟେ ବୈଷ୍ଣବ ବାପାର ପୁଅ ବୋଲି ଏବଂ ବୈଷ୍ଣବ ପରିବାରର ବୋଲି କେମିତି ସେ ଭୁଲି ଯାଉଛି। ୱଣ୍ଟ ୟୁ ଲର୍ନ ଦ ଲାଙ୍ଗୁଏଜ ଅଫ୍ ୟୋର ରିଲିଜିଅନ୍, ତୁମେ ତୁମ ଧର୍ମର ଭାଷାକୁ କ'ଣ ପଢ଼ିବ ନାହିଁ? ବୈଷ୍ଣବ ଘରର ଧର୍ମ ପୁସ୍ତକ ସବୁ ସଂସ୍କୃତରେ ଲେଖାଯାଇଥାଏ ଏବଂ ତାକୁ ପଢ଼ିବା ପାଇଁ ହେଲେ ସଂସ୍କୃତରେ ନିହାତି କିଛି ଜ୍ଞାନ ଥିବା ଦରକାର। ଇଫ୍ ୟୁ ହାଭ୍ ଏନି ଡିଫିକଲ୍ଟି, ଯଦି ତୋର କିଛି ଅସୁବିଧା ହେଉଛି, ହ୍ୱାଇ ନଟ୍ କମ୍ ଟୁ ମି, ତେଣୁ ମୋ ପାଖକୁ ଆସି ତୁ ପଚାରିପାରିବୁ, ବୁଝିପାରିବୁ ଏବଂ ଆଇ ୱାଣ୍ଟ ଟୁ ଟିଚ୍ ୟୁ ଷ୍ଟୁଡେଣ୍ଟସ୍ ସାଂସ୍କ୍ରିଟ ଟୁ ଦ ବେଷ୍ଟ ଅଫ୍ ମାଇ ଏବିଲିଟି। ଏବଂ ସେ ମଧ୍ୟ ତାଙ୍କୁ ଏହି ପ୍ରମିସ୍ କରିଥିଲେ ଯେ ସେ ତାଙ୍କର ସବୁ ପ୍ରକାରର ଚେଷ୍ଟା କରି ତାକୁ ବୁଝେଇବା ପାଇଁ ଚେଷ୍ଟା କରିବେ। ଆଜ୍ ୟୁ ପ୍ରୋସିଡ୍ ଫର୍ଦର, ପ୍ରୋସିଡ୍ ହେଲା ଆଗେଇବା, ଯଦି ତୁମେ ଟିକେ ଆଗକୁ ଚାଲିବ, ୟୁ ୱିଲ୍ ଫାଇଣ୍ଡ ଇନ୍ ଇଟ୍ ଥିଙ୍ଗସ୍ ଅଫ୍ ଅବଜର୍ଭିଂ ଇଣ୍ଟରେଷ୍ଟ, ଏହି ବିଷୟ ମଧ୍ୟରେ ଅତି ଗଭୀର ଆଗ୍ରହ ଆସିବା ଭଳି ଅଛି ସବୁକିଛି। ଟିକିଏ ଜ୍ଞାନ ଲାଭ କଲେ ତମର ଆଗ୍ରହ ହିଁ ବଢ଼ି ଚାଲିବ। ୟୁ ସୁଡ୍ ନଟ୍ ଲସ୍ ହାର୍ଟ, ହୃଦୟ ହରା ହେବା ଉଚିତ ନୁହଁ, ଲସ୍ ହାର୍ଟ। କମ୍ ଆଣ୍ଡ ସିଟ୍ ଏଗେନ୍ ଇନ୍ ଦ ସାଂସ୍କ୍ରିଟ କ୍ଲାସ୍। ଏବଂ ସେ ମଧ୍ୟ ଗାନ୍ଧୀଜୀକୁ କହିଥିଲେ ତୁମେ ପୁଣି ଆସି ସେହି ସାଂସ୍କ୍ରିଟ କ୍ଲାସରେ ବସ। ଦିସ୍ କାଇଣ୍ଡନେସ୍ ପୁଟ୍ ମି ଟୁ ସେମ୍, ଏହି ଯେଉଁ ଦୟା, ଏତେ କଠୋର ଶିକ୍ଷକ ହେଇ ଏ ଯେଉଁ ଦୟା ଦେଖେଇଲେ, ଏହା ହିଁ ଲଜ୍ଜିତ କରିଥିଲା ଗାନ୍ଧୀଜୀଙ୍କୁ। ପୁଟ୍ ମି ଟୁ ସେମ୍, ଆଇ କୁଡଣ୍ଟ ଡିସରିଗାର୍ଡ ମାଇ ଟିଚର୍ସ ଆଫେକ୍ସନ୍, ମୁଁ କେବେ ଅବମାନନା କରିପାରିନଥିଲି। କୁଡ୍ ନଟ୍ ଡିସରିଗାର୍ଡ, ଅବମାନନା। ମାଇ ଟିଚର୍ସ ଆଫେକ୍ସନ୍, ମୋ ଶିକ୍ଷକଙ୍କର ସ୍ନେହ ବା ମମତା। ଟୁଡେ ଆଇ କ୍ୟାନଟ୍ ବଟ୍ ଥ୍ୟାଙ୍କ ୱିଥ୍ ଗ୍ରାଟିଚ୍ୟୁଡ, ଗ୍ରାଟିଚ୍ୟୁଡ କୃତଜ୍ଞତା, ଆଜି ମୁଁ ତାଙ୍କୁ ହିଁ ଧନ୍ୟବାଦ ନ ଦେଇ, ଏଇ ଯେଉଁ କୃତଜ୍ଞତା ଜ୍ଞାପନ ନ କରି ମୁଁ ରହିପାରୁନାହିଁ। ଅଫ୍ କୃଷ୍ଣ ଶଙ୍କର ପାଣ୍ଡିଆ, ତାଙ୍କ ସଂସ୍କୃତ ଶିକ୍ଷକଙ୍କ ନାଁ ଥିଲେ କୃଷ୍ଣ ଶଙ୍କର ପାଣ୍ଡିଆ। ଫର୍ ଇଫ୍ ଆଇ ହ୍ୟାଡ୍ ନଟ୍ ଆକ୍ୱାର୍ଡ ଦ ଲିଟିଲ୍ ସାଂସ୍କ୍ରିଟ, ସେହି ସାମାନ୍ୟ ସାଂସ୍କୃତ ଜ୍ଞାନ ବା ସଂସ୍କୃତ ଜ୍ଞାନ ଯଦି ତାଙ୍କ ପାଖରେ ନଥାନ୍ତା, ଆଇ ଲର୍ଣ୍ଟ ଦେନ୍, ସେତେବେଳେ ଯଦି ଶିଖି ନଥାନ୍ତେ, ଆଇ ସୁଡ୍ ହାଭ୍ ଫାଉଣ୍ଡ ଇଟ୍ ଡିଫିକଲ୍ଟ, ତାଙ୍କ ପକ୍ଷରେ ଏହା ବହୁ କଷ୍ଟକର ହୋଇଥାନ୍ତା। ଟୁ ଟେକ୍ ଏନ୍ ଇଣ୍ଟରେଷ୍ଟ, କୌଣସି ଇଚ୍ଛା ପ୍ରକାଶ କରିବା ପାଇଁ। ଟୁ ରିଡ୍ ଦ ସାକ୍ରେଡ୍ ବୁକ୍ସ ଇନ୍ ହିଜ୍ ଫ୍ୟାମିଲି, ତାଙ୍କ ପରିବାରରେ ଥିବା ଧର୍ମ ଗ୍ରନ୍ଥ ଗୁଡ଼ିକୁ, ସାକ୍ରେଡ୍ ବୁକ୍ସ। ଇନ୍ ଫ୍ୟାକ୍ଟ, ପ୍ରକୃତରେ, ଆଇ ଡିପଲି ରିଗ୍ରେଟ୍, ଗଭୀର ଭାବରେ ଅନୁତାପ କରୁଛନ୍ତି ଯେ ଆଇ ୱାଜ୍ ନଟ୍ ଏବୁଲ୍ ଟୁ ଆକ୍ୱାର ଏ ମୋର୍ ଥରୋ ନଲେଜ ଅଫ୍ ଦି ଲାଙ୍ଗୁଏଜ। ଆକ୍ୱାର ହେଲା ଲାଭ କରିବା, ପୁଙ୍ଖାନୁପୁଙ୍ଖ ଜ୍ଞାନ, ଥରୋ ନଲେଜ, ଏଇ ଭାଷା ଉପରେ ସେ ପୁଙ୍ଖାନୁପୁଙ୍ଖ ଜ୍ଞାନ ଲାଭ କରିପାରି ନଥିବାରୁ ସେ ଅନୁତପ୍ତ। M.K. ଗାନ୍ଧୀ। ପରବର୍ତ୍ତୀ ଭିଡ଼ିଓରେ ମୁଁ ଏହାର ପ୍ରଶ୍ନ ସହ ଉତ୍ତର ମଧ୍ୟ ଛାଡ଼ିବି। ଧନ୍ୟବାଦ।